ଆପଣଙ୍କ ଜାତକରେ ଯେଉଁ ଗ୍ରହ ଖରାପ ଅଛନ୍ତି ତାକୁ ସୁଧାରିବା ପାଇଁ ଯଦି ଆପଣଙ୍କୁ ଜ୍ୟୋତିଷ କହିଛନ୍ତି ଯେ ଅମୁକ ଷ୍ଟୋନ୍ ପିନ୍ଧିବେ, ଅମୁକ ରତ୍ନ ଉପଚାର କି କୌଣସି କରିବେ ଉପଚାର, ସେଥିରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେବ। ତାହା ବର୍ତ୍ତମାନ ଆପଣଙ୍କର କରିବା ପାଇଁ ସାମର୍ଥ୍ୟ ନାହିଁ, ଟଙ୍କାର ଅଭାବ ଅଛି। କେମିତି ଆପଣ ସେହି ପ୍ରକାର ଉପାୟ କରିକି ସେହି ପ୍ରକାର ସୁଫଳ ଆପଣ ପାଇପାରିବେ? ଅତି ସହଜ ଉପାୟ, କମ୍ ଟଙ୍କାରେ ଆପଣଙ୍କର ସେଇ ଖର୍ଚ୍ଚ ହୋଇଯିବ, ଆପଣ ତା'ର ଚମତ୍କାରୀ ଲାଭ ମଧ୍ୟ ପାଇବେ। ଆପଣଙ୍କର ଜାତକରେ ଯେଉଁ ଗ୍ରହ ଦୁର୍ବଳ ଅଛନ୍ତି କିମ୍ବା ଖରାପ ଫଳ ଦେଉଛନ୍ତି, ଆପଣ ସେହି ଗ୍ରହଙ୍କ 12 ଦିନ ମନ୍ଦିରରେ, ଯେକୌଣସି ଧର୍ମସ୍ଥଳରେ ହେଉ, ଗୁରୁଦ୍ୱାର ହେଉ ନହେଲେ ମନ୍ଦିର ହେଉ, ଯେକୌଣସି ଧର୍ମସ୍ଥଳରେ ଆପଣ କ'ଣ କରିବେ, ଆପଣଙ୍କର ଧର୍ମ ଅନୁସାରେ ଯେଉଁ ଧର୍ମସ୍ଥଳକୁ ଆପଣ ଯାଆନ୍ତି, କ'ଣ କରିବେ, ମନେକର ଆପଣଙ୍କର ଚନ୍ଦ୍ର ଖରାପ ଅଛନ୍ତି, ହ୍ୱାଇଟ୍ କଲର୍ର ସାବୁନ ନେଇକି ମନ୍ଦିରରେ ଦାନ କରିବେ। ମଙ୍ଗଳ ଖରାପ ଅଛନ୍ତି, ମଙ୍ଗଳବାର ଦିନ ରେଡ୍ କଲର୍ ସାବୁନ ନେଇକି ଦାନ କରିବେ। ବୁଧ ଗ୍ରହ ଖରାପ ଅଛନ୍ତି, ଆପଣ ଗ୍ରୀନ୍ କଲର୍ର ସାବୁନ ନେଇକି ଦାନ କରିବେ। ଯଦି ଆପଣଙ୍କର ରାହୁ ଖରାପ ଅଛନ୍ତି, ତେବେ ଗୁରୁବାର ଦିନ ରାହୁ କାଳରେ ଆପଣ କ'ଣ କରିବେ, ରିନ୍ ସାବୁନ ଯେଉଁ ଆସୁଛି ଲୁଗା ସଫା କରିବା ପାଇଁ, ତାକୁ ଦାନ କରିବେ। ଯଦି ଆପଣଙ୍କର ବୃହସ୍ପତି ଖରାପ ଫଳ ଦେଉଛନ୍ତି, ତେବେ ଆମର ଯେଉଁ ସନ୍ତୁରର ଟର୍ମରିକ୍ ହେଉ ନହେଲେ କେଶର ସାବୁନ ଆସୁଛି, ତାକୁ ଆପଣ ଦାନ କରିବେ ଗୁରୁବାର ଦିନ। ଶୁକ୍ର ଗ୍ରହ ଖରାପ ଅଛନ୍ତି, ଜାସ୍ମିନ୍ର କୌଣସି ସାବୁନ ନେଇକି ଆପଣ ଦାନ କରିପାରିବେ। ଶନି ଗ୍ରହ ଖରାପ ଅଛନ୍ତି, ତେବେ ଆପଣ ଯେକୌଣସି ଆପଣଙ୍କର ବ୍ଲାକ୍ କଭର୍ ବାଲା ସାବୁନ ହେଉ ନହେଲେ ବ୍ଲାକ୍ ସାବୁନ ଆସୁଛି ଆଜିକାଲି ବହୁତ ଗୁଡ଼ିଏ ଇଣ୍ଟରନେଟ୍ରେ ମିଳୁଛି, ସେଇ ସାବୁନ ନେଇକି ଆପଣ ଦାନ କରିପାରିବେ। ଯଦି ଆପଣଙ୍କର ସୂର୍ଯ୍ୟ ଖରାପ ଅଛନ୍ତି, ପିଙ୍କ କଲର୍ର ଆପଣ ସାବୁନ ନେଇକି ରବିବାର ଦିନ ମନ୍ଦିରରେ ଦାନ କରିପାରିବେ। ଏହା କରିବା ଦ୍ୱାରା ଆପଣ ତା'ର ଚମତ୍କାରିତା ସଡନ୍ଲି ସେଇ ଦିନଠୁ ହିଁ ଦେଖିବାକୁ ପାଇବେ।